କର ରେ ପିଲେ ବାଘ ଘର ବିଭାଘର ହବ ଆ ରାଜା ଘରେ ବାଘ ପଇଛି ରଜାଙ୍କର ବାଘ ପଇଛି ଆଉ କଣ ରଜାଙ୍କର ବିଭାଘର ହବ କର କଣ ଖାଇବା କଣ ବାଘ ଆଣିବା ଚାଲ ଯିବା ସାଙ୍ଗ ହେଇକି ଆଉ କିଏ ଅଛି ଏଠି ଆମେ ତ ଗୋଟେ ବ୍ଲକର ହଉ ଧାଇ ଆସ କକେଇ ଧାଇ ଆସ କକେଇ ଆମ ମହାରାଜା କକେଇ ଧାଇ ଆସ କକେଇ ଆମ ମହାରାଜା କକେଇ ଧାଇ ଆସ କକେଇ ଏ ଚାଉଳ ପରିବା ହେ ଚାଉଳ ପରିବା ହେ ପଇସା ଧରିବା ଏ ପଇସା ଧରିବା ଚାଉଳ ପଇସା ଧରିବା ମନ୍ତ୍ର ମୁଁ କିଛି ଆସିନି ଆଉ କଣ କରିବା କଣ କରିବା ବିଷ୍ଣୁ ବିଷ୍ଣୁ କରିଦେବା ପକାଇ ହଁ ବସ ବସ ଶୁଣିଲ କଣ ରାଜାଙ୍କର ବିଭାଘର ହବ ତମେ କଣ ଡେରି କରୁଛ ଆଉ ଆମେ ବ୍ରାହ୍ମଣିଆ ଲୋକ ଖାଇ ଜାଣିନେ ନାହିଁ କଣ ଖାଇବା କଣ ଖାଇବା ଚୁଡ଼ା ଦହି ରୁଟି ହେ ଚକଟା ଚକଟି ଗୁଳା ଗୁଳା କରି କଣ ଆଉ ଡେରି କରୁଛ କଣ ସବୁ ଜିନିଷ ତ ସେ ଖାଇବାକୁ ଦେବେ ଆମର ଏବେ ବିଭାଘର କେମିତି ହବ ସେ ବ୍ୟବସ୍ଥା କର କଣ କଣ ଦରକାର ବିଭାଘରରେ ଚିଠା ପିଠା ସବୁ ଠିକ ଠାକ କର ତାପରେ ବିଭାଘର କର ଆଏ ବେଦି ତାଲିକା ନେଇଛ ବେଦି ତାଲିକା ରହ ମୁଁ ଲେଖିବି ଡାକ ପୁତୁରା କକେଇ ଲେଖେ ଉପରେ ପ୍ରଜାପତये ନମଃ ଭଲ କଣ କହିଲ ପ୍ରଜାପତये ନମଃ ପ୍ରଜାପତये ନୁହଁ ପ୍ରଜାପତये ନମଃ ଲେଖ ଲେଖିଲି ସଂସ୍କୃତ ବଢିଆ ଉଚ୍ଚାରଣ ହଉଛି ଯେ ସଂସ୍କୃତ ପାଟି ପରା ଆଚ୍ଛା ତାପରେ ବେଦି ତାଲିକା ତାଲିକା କୁହ ଲେଖେ ବେଦି ତାଲିକା ଲେଖିଲି କିରେ ଲେଖେ ବେଦି ତାଲିକା ବେଦି ତାଲିକା ମୁଁ ଡାକି ଲେଖେଟା ଡାକିଛି ନାଇଁ ନାଇଁ ଲେଖା ଡାକିଲେ ଲେଖିବି ହଉ ହଁ ବାଉଁଶ ଛଖଣ୍ଡ ବାଉଁଶ ଛଖଣ୍ଡ ଗୋଛାଟେ ପାଳ ଦଉଡ଼ି ଗୋଛାଟେ ପାଳ ଦଉଡ଼ି ଗୋଟେ କୁଲା ଗୋଟେ କୁଲା ଗୋଟେ ମାଠିଆ ଗୋଟେ ମାଠିଆ ନିଆଁ ଅଟା ଗୋଟେ ଅଟା ଗୋଟେ ଶିକାରେ ଭାତ ପୁଞ୍ଜେ ଭାତ ପୁଞ୍ଜେ ତମ ଘରେ କିଏ ମରିଛି କିଏ ଏଗୁଡାକ ସବୁ ତ ମୃତାହାର ଲାଗେ ଗୋଟେ ମଣିଷ ମଲେ ତମ ଘରେ କିଏ ମରିଛି ଜିନିଷ ଜାଣିକି ଦରକାର କିଏ ମରିଛି କି ଏଠି ଆରେ ତମେ କଣ ଜାଣିବ ବ୍ରାହ୍ମଣଙ୍କ ଭାଷା ଏଇଟା ବ୍ରାହ୍ମଣିଆ ପାଠ ଆଉ କଣ ଆଚ୍ଛା ଯୋଉ 6 ଖଣ୍ଡ ବାଉଁଶ ଲେଖିଲ କଣ ହବ ଆରେ ବେଦି 4 କୋଣେ 4 ଖଣ୍ଡ ପୋତା ହବ 2 ଖଣ୍ଡ ଆଡି ପଡିବ ଠିକ ଅଛି ପାଳ ଦଉଡ଼ି ପାଳ ଦଉଡ଼ିଟା କଣ ହବ ଆରେ ସେତେବେଳେ ରସି ନଥିଲା ପାଳ ଦଉଡ଼ି ବୋଲିକି ବାହୁଥିଲେ ଆଚ୍ଛା ମାଠିଆ କଣ ହବ ମାଠିଆ ଟା କୁମ୍ଭକର୍ଣ୍ଣ ବସିବ କୁମ୍ଭ ପୂର୍ଣ୍ଣ କୁମ୍ଭ ପୂର୍ଣ୍ଣ କୁମ୍ଭ ପୁତୁରା ଯୋଗେଇ ଦଉଥିବ ଆଚ୍ଛା କୁଲା କୁଲାଟା ବନ୍ଦାପନା ହବ ନିଆଁ ଅଟା ଦିଆସିଲି ବର୍ତ୍ତମାନ 50 ପଇସା ଥିଲା ଟଙ୍କାଟା ହେଲାଣି ନିଆଁ ଅଟାଟା ଥୋଇଥିଲେ ହଲେଇ ଦଉଥିବୁ ଲଗେଇ ଦଉଥିବୁ ଶୁଣିଲ ଏଇ ଯୋଉ ଶିକାରେ ଭାତ ପୁଞ୍ଜେ କହିଲ ଇଏ କଣ ହବ ଜାଣିଛ ପୁଅ ବୋହୁ ବେଦିରେ ଗଲେ নুন ଶୁଣିବେ ହଉ ହେଲା ବେଦି ତାଲିକା ଭୋଜି ଭୋଜି ଆଚ୍ଛା ଭୋଜି ତାଲିକାଟା କରିବାନି ଭୋଜି ତାଲିକା କେତେ ଲୋକ ଖାଇବେ ରାଜାଙ୍କର 5 ଲକ୍ଷ ଲୋକ ଖାଇବେ ରାଜ୍ୟ ସାରା 5 ଲକ୍ଷ ହଉ 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 କଣ ଆଇଟମ ସବୁ ସବୁ ରାଜାଙ୍କର 100 ପ୍ରକାର ଆଇଟମ ହବ କଣ ପଚାରୁଛ ମ ହଉ ହେଉ ଲେଖ ଲେଖ ଜିରା ରାଇସ୍ ପାଇଁ ଲେଖ ଜିରା ରାଇସ୍ ପାଇଁ କେତେ ଜାଣିଛ କେତେ ଅରୁଆ ଚାଉଳ 500 ଗ୍ରାମ ବାଃ 5 ଲକ୍ଷ ଲୋକ ପାଇଁ 500 ଗ୍ରାମ ଆରେ ମୁଁ ଯାହା ଡାକୁଛି ଲେଖେ ଲେଖିଲି ଅରୁଆ ଚାଉଳ 500 ଗ୍ରାମ 5 ଟ୍ରକ ହଳଦୀ ଗୁଣ୍ଡା 5 ଟ୍ରକ ହଳଦୀ ଗୁଣ୍ଡା ଆରେ 10
ଦଶି ପୋକ ଆଉ ତଳ ମୁହା ହେବେନି ସବୁ ଉପର ମୁହା କି ଥେବେ ଠିକ ଅଛି ଚିନି 50 ପଇସାର ମାଗି ଆଣିବୁ ଓ କିଣିବାକୁ ପଡିବନି କିଛି ଆବଶ୍ୟକ ନାହିଁ 5 ଲକ୍ଷ ଲୋକ ଖାଇବେ ଖାଇବ ତମେ କି ପ୍ରକାର ପୂଜାରୀ କିଓ ସେଥିରୁ ଆଜ୍ଞା ଝିଅ ଝିଆଣିଆ ଦିଆ ହବ ଭଣ୍ଡଉଣୀ ନବ ଧବାହାର ନବ ଆହୁରି ବଳିବ 50 ପଇସାରୁ 50 ପଇସାର ହେଲେ ବାକି ଆଉ ଗୋଟେ କଥା ପୂଜାରୀ ସିଏ ନା ଆମେ ସିଏ ରାନ୍ଧିବା ଲୋକ ସିଏ ମୁଁ ହେଇଥାନ୍ତି କିରେ ଆଉ ତାପରେ ଛାଡ ତମେ ମୁଁ ବାହାଘର କରନ୍ତି ଆଚ୍ଛା ମଟନ କେତେ ମଟନ କେତେ କୁଇଣ୍ଟାଲ ମଟନ ଆସିବ କୁଇଣ୍ଟାଲ ହେଁ ଆରେ ମଟନ ପାଇଁ ମସଲା ଆଗ ଲେଖେ ହଁ ପିଓର ସୋରିଷ 2 କୁଇଣ୍ଟାଲ ଦେଶୀ ସୋରିଷଟା ଦେଶୀ ସୋରିଷ 2 କୁଇଣ୍ଟାଲ ହେଲା ଲେଖିଲୁ ଦେଖିଲି 5 ଲକ୍ଷ ଲୋକକୁ ଦେଇ ହବନି ମଟନ ନାଇଁ ଛେଳି ଚରିବାକୁ ଯାଉଥିବେ ହଁ କାତିଟା ନେଇକି ଯିବୁ ହେଲା ଯୋଡ଼ାଏ ଲାଞ୍ଜ କଚ କାଚ କରିକି ହାଣିକି ଆଣିବୁ ଆଚ୍ଛା କୋକେଇ ହଁ ସେ ଲାଞ୍ଜ କଣ ହବ ଏ ବେସର ଝୋଳ କରିଦେଇକି ହଁ ତାର ଦେହରେ ବଜାତିଆଙ୍କୁ 2 ଧାଡି କରିକି ବସେଇ ଦବୁ ହଁ ସେଇ କଥା ବସେଇ ଦବୁ ସୋରିଷ ଝୋଳକୁ ବାଁ ହାତରେ ଧରିବୁ କିରୋସିନରେ ଛାଣି ଦେଇଥିବୁ ଛେଳି ଲାଞ୍ଜୁଟା କିରୋସିନରେ ହଁ ହେଲା ହେଲା ସିଏ ଏମିତି ଗୋଟାଳିଆ ହେଇକି ଥବ ପାକିଲୋ ବୁଡେଇ ଦଉଥିବୁ ଥୋମଣିରେ ବାଡେଇ ଦଉଥିବୁ ବାଡେଇ ଦଉଥିବୁ ସବୁ ଥୋମଣି ଆଇଁସିଣିଆ ହେଇଯିବ କେହି କହିବେନି ମୋ ଆଡେ କଣ୍ଟା ଆଇଲା କେହି କହିବେନି ମୋ ଆଡେ କଲିଜା ଆଇଲା ଠିକ ଅଛି ହେଲା ଆଉ କଣ କରିବା ପାସ ପାସ ପାଇଁ ପିଓର ନାଲି ଭୁତିଆ ଚାଉଳ 5 କିଲେ ହେ ଭଗବାନ ଇଜ୍ଜତ ମହତ ସବୁ ମୋର ପଦାର ଚାଉଳଟା ଦେଖ ହେ ଆଜ୍ଞା ଆଉ ସଂସାରେ କିଛି ଚାଉଳ ନାହିଁ ଭୁତିଆ ଚାଉଳ ହେ ଭୁତିଆ ଚାଉଳ ଦେଖିବାକୁ ଖାଲି ନାଲି ବି ବଟ ବଟ ହେରା କଣ ଖାଇ ହବ ସିଏ ଆଜ୍ଞା କଲର ଆଉ ଦରକାର ହବନି ଏକାଥରେ କଲର ହେଇକି ବାହାରି ଥାଅ ଆଉ କଲର କଣ ଦରକାର 5 ଲକ୍ଷ ଲୋକ ଖାଇବେ 5 ଲକ୍ଷ ଲୋକ ଖାଇବେ ସେଇ 5 କିଲୋରୁ ବଳିବ ଆହୁରି ଧୋବା ଧୋମଣି ନେବେ ହାଣି ଘର ନବ ଠିକ ଅଛି ଲୁଣ କେତେ ଦରକାର ହବ ଲୁଣ ଜିନିଷଟା ଛାଡି ଦେଇଛ ଏ ପଗଡ ଲୁଣ 2 କୁଇଣ୍ଟାଲ ଆଣିବ ଆଉ କେତେ ଲୁଣ 2 କୁଇଣ୍ଟାଲ ଆଚ୍ଛା ଲଙ୍କା କଞ୍ଚା ଲଙ୍କା କଞ୍ଚା ଲଙ୍କା ହଁ ଲଙ୍କା କୋଉଠୁ ଆଣିବା ଓ ଗଞ୍ଜାମ ପଟ ଲଙ୍କା କଥା କହୁଛ ଗଞ୍ଜାମ ଲଙ୍କା ହଉ ଗଞ୍ଜାମ ଲଙ୍କା ଯଦି ଆଣିବ ଆ ଦେଖିକି ହେଡୁ ଯୋଡେ 10 ଚକିଆ ଟ୍ରକରେ ମଗେଇଦବ ଲଙ୍କା ତାହେଲେ 2 ଟ୍ରକ ମଗେଇଦବା ହେଲା ହେଲା ପ୍ରସାଦ ପାଇଲା ଭଳିଆ ଲୋକ ଭୋଜି ଖାଇଦେଇକି ପଳେଇବେ ହଉ ଏବେ ହଁ ବାହାଘର କର ଏପଟକୁ ଆସ ହଁ କ୍ୟାମେରା ଅଛି ପୁରା ଏପଟେ ହଁ ପୁଅ ଏପଟକୁ ଡାହାଣ ପଟେ ବସିଲେ କେନ୍ତା ହବ ଗୋସେଇ ଆଜ୍ଞା ଶୁଣ ମୋ ପ୍ରଥମ ବାହାଘର ହଜାର ହଜାର ରାଜା ମାନେ ସବୁ ବସିଛନ୍ତି କେତେ ବ୍ରାହ୍ମଣ ପୁରୋଧା ବସିଛନ୍ତି ଆଜ୍ଞା କେତେ ନର ନାରୀ ବସିଛନ୍ତି ମନ୍ତ୍ର ଟିକେ ଭଲରେ ପଢିବ ମନ୍ତ୍ର ଯଦି ବି ଦକ୍ଷିଣାଟା କମ ହୁଏ ହଁ ମନ୍ତ୍ର ମୋଟେ ଆଗକୁ ଉଠିବନି ମାନେ ଦକ୍ଷିଣାଟା ଠିକ ମିଳିଲେ ମନ୍ତ୍ରଟା ଠିକ ହବ ଆରେ ରଜା ଘର ବିଭାଘର ଏଥିରେ ଦକ୍ଷିଣା କମ ହବ କାହିଁକି ଯାହା ଦରକାର ତାହା ଦିଆ ସବୁ ଦିଆହବ କଣ କହୁଛ ଦେଖିଆ କେହି ରଜା ଘର ବିଭାଘର କଣ ବାଜା ଫାଜା କିଛି ଆଣିନାହାନ୍ତି ନାଇଁ ହାଡି ପିଲା ଆଇଛି ଯେ ବାଜା ବଜଉନାହାନ୍ତି ଟିକେ ବାଜା। ଲାରେ ଲା 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 ଲା